ଭବିଷ୍ୟତ ପାଇଁ ବଡ଼ ସ୍ୱପ୍ନ ଦେଖ। ବଡ଼ ସ୍ୱପ୍ନ ଦେଖିବା ତ ବହୁତ ଭଲ କଥା। ତୁମେ ମୋ ସନ୍ତାନ କ'ଣ ପାଇଁ ପଛେଇ ଯାଉଛ? ସ୍ୱପ୍ନ ଦେଖ, କିନ୍ତୁ ନିଜ ଅତୀତର ଘଟଣାକୁ ନେଇ ବାସ କର ନାହିଁ। ଏହା ଭଲ କଥା ନୁହେଁ। ଦେଖିବ, ମୋ ଆଶୀର୍ବାଦରୁ ତୁମର ଖରାପ ଦିନ କେବେ ଭଲ ଦିନରେ ପରିଣତ ହୋଇଯିବ, ତାହା ମଧ୍ୟ ତୁମେ ଜାଣିପାରିବ ନାହିଁ। ଚମତ୍କାର ବହୁତ ଶୀଘ୍ର ତୁମ ଜୀବନରେ ଏବେ ପ୍ରବେଶ କରିବ। ତୁମେ କେବଳ ବିଶ୍ୱାସ ଏବଂ ଧୈର୍ଯ୍ୟ ରଖ। ତୁମେ ନିଜେ ଭାବ, ଯଦି ପୁରୁଣା ସ୍ମୃତିରେ ଅଟକି ରହିବ, ନିଜର ଜୀବନକୁ ଖୁସିରେ ଉପଭୋଗ କରିପାରିବ କି? କଦାପି ନୁହେଁ ନା। ତେଣୁ ମୁଁ ଯେଉଁ ମାର୍ଗଦର୍ଶନ କରାଉଛି, ସେହି ଦିଗରେ ତୁମେ ଆଗେଇ ଚାଲ। ଆଜି ମୁଁ ତୁମକୁ କହୁଛି, ଭୋକିଲା ଲୋକଙ୍କୁ ଖାଇବାକୁ ଦିଅ, ଶୋଷିଲା ଲୋକଙ୍କୁ ଜଳ ଦିଅ। ତୁମର କଲ୍ୟାଣ ହିଁ କଲ୍ୟାଣ ହେବ। ତୁମ ଜୀବନରେ ଏ ଯେଉଁ ଝଡ଼ ଆସିଛି ନା, ମୁଁ ଚାହେଁ ତୁମେ ଏହାକୁ ଜଣେ ଶକ୍ତିଶାଳୀ ବ୍ୟକ୍ତି ଭାବରେ ଅତିକ୍ରମ କର। ତୁମେ ଭାବ ଏବଂ ଅନୁଭବ କର ଯେ ମୁଁ ଏହି ଦୁନିଆରେ ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି, ଯେଉଁଥିପାଇଁ ଲୋକମାନେ ଖୁବ୍ ଶୀଘ୍ର ତୁମଠାରୁ ପ୍ରେରଣା ପାଇବେ। ମୋ ପିଲାମାନଙ୍କ ଦ୍ୱାରା ମୁଁ ତୁମକୁ ସାହାଯ୍ୟ ପଠାଉଛି। ସେମାନେ ଠିକ୍ ସମୟରେ ସଠିକ୍ ସ୍ଥାନକୁ ଆସି ତୁମକୁ ସାହାଯ୍ୟ କରିବେ। ଯଦି କୌଣସି ଜିନିଷରେ ବିଳମ୍ବ ହୁଏ, ତେବେ ଏହା ମଧ୍ୟ ମୋର ଇଚ୍ଛା ଏବଂ ଲୀଳା, ଯାହା କେବଳ ତୁମର ମଙ୍ଗଳ ପାଇଁ ହିଁ ଘଟେ। ତେଣୁ ହସ ଖୁସିରେ ଜୀବନ ଜୀଇଁବା ଶିଖ। ବର୍ତ୍ତମାନ ମୁଁ ତୁମ ଜୀବନରେ ଅଛି। ତୁମେ ମୋର ଉପସ୍ଥିତି ଅନୁଭବ କରୁଛ। ତାହେଲେ ଡର ଭୟକୁ ଭୁଲିଯାଅ, ପଛରେ ଛାଡ଼ିଦିଅ ଏବଂ ଆଗକୁ ବଢ଼। ତୁମ କାମରେ ତୁମେ ବହୁତ ଖ୍ୟାତି ଅର୍ଜନ କରିବ। ମୋର ବହୁତ ଆଶୀର୍ବାଦ ତୁମ ସହିତ ଅଛି। ନିଜ ପରିବାର ସହିତ ତୁମର ସମୟକୁ ଭଲ ଭାବରେ ଉପଭୋଗ କର। ଖୁସିରେ ରୁହ। ଖୁବ୍ ଆଶୀର୍ବାଦ କରୁଛି। ଓମ୍ ସାଇ ରାମ, ଜୟ ସାଇ ରାମ।